नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। षट्चत्वारिंश अध्याय। जेमंते राम कृष्ण बेनी कंस हस्तिर प्राण घेनी प्रवेश हेले रंग मध्य षट चालीसे से संवाद। श्री शुक उवाच बोलंती शुक मुनिवर सानंदे शुण कुरुवीर राम गोविंद मधुबने भेटिले कंस दूत माने निकोटे दूतंको रुहाई स्नाहान कले बेनी भाई भोजन कले दूध सर आनंदे नाना उपहार विविध नाना अलंकार वस्त्र पिंधिले पीत नील माल दुन्दुभिनाद शुणी सानंद कृष्ण हल पाणी गोपाल पोए सज होई मध्य विजय भावग्राही मथुरा नगरे पशिले कंसर दूते आगे गले राम गोविंद देखी पथे लोके मिलिले जुथे जुथे एक आरोके सज होई कामिनी गणेशंती धाई सकले घर द्वार छाड़ी धामंती राजपथ माड़ी स्त्री पुरुष बाल वृद्धे गोविंद देखिबार सधे आगे धामंती बलवंत गहल मथुरार पथ अनल दक्षिण पतंगे जन्हे धामंती उद्वेगे राम गोविंद मुख चाही नयन पतान चलई देह संसार पाशोरिले आनंद सागरे बुड़िले स्वर्गे देखंती देवताए राम गोविंदर विजये कामिनी द्यंती हुल हुली देखंती दिग पाले मिली पवन बहई शीतल शून्ये उड़ंती मेघ माल जन गहल राजपथे गोविंद देखंती उषते कहंती एक आरे चाही कांदी हृदये हस्त देई देखो गो कंसर निर्दये कि दोष कले बाल कोए एलुची थिले नंद घरे सदर मौलार डोरे दुष्ट दानव दुराचार कि दोष कले ए ताहार एहांकु आनी अछि धरी नेई मारिब घरे भरी केमंते सहिबटी धर्म एहांकु करी एड़े कर्म ए पुए गोपपुरे थिले कि अपराध तार कले एहांकु करी प्राणे नाश भांगिब गोपपुर देश एहांको कष्ट देखिबारे चाल नथिबा ए नगरे
ହୃଦୟ ଧରିବା କେମନ୍ତେ ଏହାଙ୍କୁ ନ ଦେଖିଲେ ପଥେ ଏମନ୍ତେ କହି ନର ନାରୀ ବିକଳେ ଚାହାନ୍ତି ମୁରାରି ହୃଦରେ ବିଚାରି ବିକଳ ନୟନୁ ବହେ ଅଶ୍ରୁ ଜଳ ଗୋପେ ଗୋବିନ୍ଦ ହଳଧର ମିଳିଲେ କଂସ ରଙ୍ଗ ଦ୍ୱାର ଦେଖିଲେ ଦ୍ୱାରେ ଅଛି ଗଜ ମାହୁନ୍ତ ହୋଇଅଛି ସଜ କୃଷ୍ଣଙ୍କୁ ଦେଖିଣ ମାହୁନ୍ତ আকর্ষি গজ বলবন্ত দ্বার আবরিলা বহন মারিবা প্রায় কোপ মন স্বভাবে মত করিবর তেজ প্রচণ্ড গুরুতর তাহা জানিলে ভাবগ্রাহী গোপাଳ ପୁଅଙ୍କୁରୁ ହାଇ ଦୃଢ଼େ ବାନ୍ଧିଲେ ତାଳୁ ଚୂଳ ସୁନ୍ଦର ଅଳକା କପୋଳ ବସନ ବାନ୍ଧି ଆଣ୍ଟ କରି ସଜ ହୋଇଲେ ହଳଧାରି ମାହୁନ୍ତ କୋପଭର ହୋଇ ଅଳପେ ଅଳପେ ପଇ ଦେଖି ଗୋବିନ୍ଦ ଆଗ ହୋଇ ବୋଲନ୍ତି ଆଡ଼ ହୁଅ ଭାଇ ଶୁଣ ମାହୁନ୍ତ ମଉତର ଆମ୍ଭଙ୍କୁ ଛାଡ଼ ରଙ୍ଗ ଦ୍ୱାର ରାଜା ଆମ୍ଭଙ୍କୁ କୋପ ମନ ବେଗେ କରିବୁ ଦରଶନ ଦ୍ୱାର ତୁ ଛାଡ଼ ବେଗ ହୋଇ ଉଛୁର ବେଳ ନ ଯୋଗାଇ ଶୁଣି ମାହୁନ୍ତ କୋପ କଲା କୃଷ୍ଣର ବୋଲ ନ ଶୁଣିଲା ହସ୍ତିର କୁମ୍ଭେ ଦେଇ କର ଦନ୍ତ କରାଇଲା ଉଭାର କୃଷ୍ଣ ବୋଇଲେ ମାହୁନ୍ତକୁ ମାରିବା ପ୍ରାୟତ ସଳଖୁ ଜୀବନେ ଅଛି ଯେବେ କାର୍ଯ୍ୟ ହସ୍ତି ତୁ ଦ୍ୱାରୁ ନିଅ ଆଜ ନୋହିଲେ ଯିବୁ ଯମପୁର ହସ୍ତି ହିଁ ସଙ୍ଗତେ ତୋହର ଶୁଣି ମାହୁନ୍ତ ପରଜ୍ୱଳି ହସ୍ତିଟି ପିଲା ପାଦ ଚାଳି କୃଷ୍ଣଙ୍କୁ ଦେଖି ଗଜ ଚାହିଁ କାଳ ଦେବତା ପ୍ରାୟ ହୋଇ କୃଷ୍ଣଙ୍କୁ ଦେଖି ଗଜ ଚାହିଁ କାଳ ଦେବତା ପ୍ରାୟ ହୋଇ ପବନୁ ବେଗେ ଧାଇଁ କରେ ଶୁଣ୍ଢ ପିଟିଲା କୃଷ୍ଣ ଶିରେ କେଶ ଧୋଇଲା ଧାତିକାର ଛଡ଼ାଇ ଗଲେ ଦାମୋଦର ଗୋବିନ୍ଦ ମାୟା ଯୋଗ ବଳେ ଲୁଚିଲେ ହସ୍ତି ପେଟ ତଳେ ହସ୍ତି ଚାହଇ ଚଉଦିଗେ କୋପେ ଗର୍ଜଇ ଘୋର ନାଦେ ଆଘ୍ରାଣେ କୃଷ୍ଣ ବାସ ପାଇ ପୁଣି ମାଇଲା ଶୁଣ୍ଢ ନେଇ ପୁଣି ଛଡ଼ାଇ ତାର କର ପଛେ ମିଳିଲେ ମାୟାଧର ହସ୍ତିର ଲାଞ୍ଜ କରେ ଧରି ପଛକୁ ଆଣିଲେ ଓଟାରି 25 ଧନୁ ଯାଏ ଟାଣି ରହିଲେ ପ୍ରଭୁ ଚକ୍ର ପାଣି ସର୍ପର ଲାଞ୍ଜ ତୁଣ୍ଡେ ଭରି ଗରୁଡ଼ ଯେସନେ ଓଟାରି ଲାଙ୍ଗୁଡ଼ ଧରି ବନମାଳି ବାମ ଦକ୍ଷିଣ ପାଖେ ଚାଳି
ଗଜ ଚାହଁ ଚଉପାଶେ କୃଷ୍ଣଙ୍କୁ ଧରିବାର ଆସେ। ବଶ୍ଚାଙ୍କ ଲାଞ୍ଜ ପୋଏ ଧରି ଯେମନ୍ତେ ହନ୍ତି ଘୁରା ଘୁରି। ଲାଙ୍ଗୁଡ଼ ଛାଡ଼ି ଅତି ଖରେ ଆଗ ହୋଇଲେ ରୋଷ ଭରେ। ଚାପୁଡ଼ା ମାରି ହସ୍ତି ମୁଣ୍ଡେ କୃଷ୍ଣ ପଳାନ୍ତି ଦାଣ୍ଡେ ଦାଣ୍ଡେ। ଦେଖି ଧାଇଁଲା କରିବର ପ୍ରଚଣ୍ଡ କୋପ ଗୁରୁତର। ଦେଖନ୍ତି ପୁର ନର ନାରୀ ଭୟେ ପଳାନ୍ତି ନର ହରି। ଶିରେ ଲଗାଇ ଥୋର ହସ୍ତ ଲୋକେ ଦେଖନ୍ତି ରାଜପଥ। ପାଦ ଲାଗନ୍ତେ ଧୂଳି ଉଡ଼ି କୃଷ୍ଣ ପଡ଼ିଲେ ମୁଖ ମାଡ଼ି। ତକ୍ଷଣେ ହୋଇଲେ ଅନ୍ତର ମାହୁନ୍ତ ବୋଲେ ମାର ମାର। କୃଷ୍ଣ ପଡ଼ିଲା ପ୍ରାୟ ମଣି ଗଜ ମାଇଲା ଦନ୍ତ ଆଣି। ଲୋକେ ହୋଇଲେ ହତ ଜ୍ଞାନ ଡାକନ୍ତି ରଖ ନାରାୟଣ। ଏଡ଼େ କର୍ମ କଂସ କଲା କେବଲେ ଜିଉଁ ଜିଉଁ ମଲା। ଚାଲ ନଥିବା ଏହା ଦେଶେ କଂସକୁ ଗାଳି ଦିଅନ୍ତି ରୋଷେ। ହେମନ୍ତେ ବୋଲୁ ବୋଲୁ ଜନେ ଗୋବିନ୍ଦ ମିଳିଲେ ବହନେ। ନୀଳ ଜିମୁତ ଦେହ ଝଳି ଝାଳ ଗଳଇ ଲାଗି ଧୂଳି। ଡାକନ୍ତି ତୋଳିବେନି କର ହସ୍ତିରେ ସମ୍ଭାଳ ତୋହର। ଦେଖି ଚକିତ ନର ନାରୀ ଚାପୁଡ଼େ ମାଇଲେ ମୁରାରି। ପଛେ ଯେ ଥିଲେ ହଳଧର ହସ୍ତିକି ମାଇଲେ ପୟର। ଧାମଇ ପଛକୁ ଅନାଇ ପୁଣି ମାଇଲେ କୃଷ୍ଣ ନେଇ। ଗଜ ଅନାଇ ଆଗ ପଛେ ମାହୁନ୍ତ ଟିପଇ ପ୍ରତ୍ୟକ୍ଷେ। ନ ଯାଇ ଆଗ ପଛେ ଡରେ ଗର୍ଜଇ ଅତି କୋପ ଭରେ। ମାହୁନ୍ତ ପୁଣି ଟିପଇ ଦେଖି ପଳାନ୍ତି ବେନି ଭାଇ। ଦେଖିଣ ଗଜ କୋପ ଭରେ ଧାଇଁଲା ପବନ ହୁଙ୍ଖରେ। କୃଷ୍ଣର ମୁଣ୍ଡେ ଦେଲା କର ବେଗେ ଧଇଲେ ଚକ୍ରଧର। ଗୋବିନ୍ଦ ଯୋଗ ମାୟା ବଳେ ବୁଲାଇ ପକାଇଲେ ତଳେ। ତଳେ ପଡ଼ନ୍ତେ ପ୍ରାଣ ଗଲା ତକ୍ଷଣେ ଗୋବିନ୍ଦେ ପଶିଲା ଚରଣ ଦେଇ ଗଜ ମୁଣ୍ଡେ। ଦନ୍ତ ଧଇଲେ ଭୁଜ ଦଣ୍ଡେ ବେଗେ ଉପାଡ଼ି ବାମ କରେ। ପିଟିଲେ ମାହୁନ୍ତ ଉପରେ ରାମ ଗୋବିନ୍ଦ ବେନି ଭାଇ। କନ୍ଧେ ଘେନିଲେ ଦନ୍ତ ଦୁଇ ରୁଧିରେ ଭୂଷଣ ଶରୀର। ଧୂଳିରେ ଝାଳ ଜର ଜର ମୁଖ ପଙ୍କଜେ ଝାଳ ଶୋଭା। କିଓ ବା ପଟାନ୍ତର ଦେବା ଗୋପକୁ ମରେଛନ୍ତି ବେଡ଼ି। ପଶିଲେ ରଙ୍ଗ ଦ୍ୱାର ମାଡ଼ି କନ୍ଧେ ପକାଇ ଗଜ ଦନ୍ତ। ମିଳିଲେ ରାମ ଗୋପୀନାଥ ଲୋକେ ପଶିଲେ ବଳେ ଦ୍ୱାରେ। କେବେଗେ ଉଠିଲେ ବୃକ୍ଷରେ ଜଗତି ଅଟାଳି ଆରୋହୀ। ଦେଖନ୍ତି ରାମକୃଷ୍ଣ ଦୁଇ ରଙ୍ଗ ଶୋଭାରେ ଯେତେ ଲୋକେ। କେତେ କହିବା ଏକେ ଏକେ ମାଲେ ଯେ ଥିଲେ ମଞ୍ଚା ତଳେ। ରାମକୃଷ୍ଣଙ୍କୁ ଅନାଇଲେ ବଜ୍ର ପଡ଼ିଲା ପ୍ରାୟେ ଦେଖି। ଭୟେ ବୁଜିଲେ ବେନି ଆଖି ଯେତେ ଅଛନ୍ତି ପୁର ନର।
ତାହାଙ୍କୁ ଦିଶନ୍ତି ସୁନ୍ଦର କାମିନୀ ଲୋଚନେ ଅନଙ୍ଗ ଗୋପାଳ ଜନଙ୍କୁ ବାନ୍ଧବ ଅସୁର ନୃପତିଙ୍କୁ କାଳ ମାତା ପିତାଙ୍କୁ ବେନିବାଳ ପଞ୍ଚକୁ ଦିଶେ ଯମ ପରି ଅଜ୍ଞାନୀ ଦେଖେ ଭୟ କରି ଯୋଗୀଙ୍କ ନେତ୍ରେ ଜ୍ଞାନ ତତ୍ତ୍ୱ ବୃଷ୍ଣିବଂଶକୁ ଦୈବତ ଏମନ୍ତେ ରାମକୃଷ୍ଣ ରୂପ ଦିଶନ୍ତି ଯାହାକୁ ଯେ ରୂପ ସଭାର ତଳେ ବେନି ଭାଇ ଆକାଶେ ଦେବେଛନ୍ତି ଚାହିଁ ବ୍ରହ୍ମା ଶଙ୍କର ଇନ୍ଦ୍ର ମୂଳେ 33 କୋଟି ଦେବ ବଳେ ଶୂନ୍ୟ ଦେଖନ୍ତି ରାମ ହରି ଗନ୍ଧର୍ବ ଗଣେ ଦେବ ନାରୀ କଂସ ଚାହିଁଲା ବେନି ଭାଇ ଭଏ କମ୍ପଇ ତାର ଦେହି ଗଜମାହୁନ୍ତେ ଦ୍ୱାରେ ମାରି ଦନ୍ତ ଅଛନ୍ତି କରେ ଧରି ନିଶ୍ଚୟ ମରଣ ହୋଇଲା ଏମନ୍ତ ମନେ ବିଚାରିଲା କମ୍ପଇ କାତରେ ଶରୀର ବଦନୁ ନସ୍ଫୁରେ ଉତ୍ତର ରଙ୍ଗ ସଭାର ତଳେ ଥାଇ ରାମ ଗୋବିନ୍ଦ ବେନି ଭାଇ ନାନା ବିଚିତ୍ର ବେଶ ହୋଇ ଯେସନେ ନଟବର ଦୁଇ ଦେଖନ୍ତା ପ୍ରାଣୀଙ୍କର ମନ ମୋହିଲେ ରାମ ଭଗବାନ ମଞ୍ଚାରେ ଯେତେ ରାଜା ଗଣେ ରାମ ପାଟଣା ପୁର ଜନେ ହରିର ଦେହେ ଚକ୍ଷୁ ଦେଇ ଦେଖନ୍ତି ରାମକୃଷ୍ଣ ଦୁଇ ଚକୋର ଚନ୍ଦ୍ର ଦେଖି ଯେନେ ତେସନେ ପିଅନ୍ତି ଲୋଚନେ ତୋଷ ନୋହିଲେ ମୁଖ ଚାହିଁ ଚାହନ୍ତେ ପିଞ୍ଛା ନ ଚଳଇ ପିଇବା ପ୍ରାୟ ଚକ୍ଷୁ ଦ୍ୱାରେ ଜିହ୍ୱା କି ଲିହିବ ଶରୀରେ ଆଘ୍ରାଣ କରି ନାସା ଦ୍ୱାରେ ଆଣି ଭିଡ଼ିବେ ବେନି କରେ ଏମନ୍ତ ହୋଇ ଉଦ୍ବେଗ ଅଗ୍ନି କି ଯେସନେ ପତଙ୍ଗ ଯେମନ୍ତ ଶୁଣୁଥିଲେ କର୍ଣ୍ଣେ ପ୍ରତ୍ୟକ୍ଷ ଦେଖିଲେ ନୟନେ କୃଷ୍ଣର ରୂପ ଗୁଣ ମାନ ଦେଖି ପାଇଲେ ଦିବ୍ୟ ଜ୍ଞାନ ଏକକୁ ଆରେକ ଅନାଇ ବୋଲନ୍ତି ଅଙ୍ଗୁଳି ଦେଖାଇ ଏବେନି ବସୁଦେବ ସୁତେ ଭାରା ନିବାରିବା ନିମନ୍ତେ ବିଷ୍ଣୁର ଅଂଶେ ଜାତ ହୋଇ ନୀଳଧବଳ ବେନି ଭାଇ ଦେଖ ଏ କୃଷ୍ଣ ଦେହ କଳା ଦେବକୀ ଗର୍ଭେ ଉପୁଜିଲା ଏହାକୁ ବସୁଦେବ ନେଇ ଗୋପରେ ଅଇଲା ଲୁଚାଇ ଗୋପତେ ଥାଇ ଏତେ ଦିନ ବଢିଲା ନନ୍ଦର ଭୁବନ ଏହି ବାଳକ 3 ଦିନ ଶୋଷିଲା ପୁତନା ପରାଣ ପାଦେଶ କୋଟା କଲା ଚୁର ନାସିଲା ତୃଣାବର୍ତ୍ତ ବୀର ଅଗାଧେନୁ କାକେଶୀ ବକ ବତ୍ସା ମାୟା ବିଷଣ୍ଢା ରୂପ କାଳିଅ ଘଉଡ଼ିଲା ବଳେ ଅମୃତ କଲା ବିଷ ଜଳେ ଗୋରୁ ମହିଷ ଗୋପ ଶିରୀ ବନ ଅନଳୁ ଅଛି ତାରି ଇନ୍ଦ୍ରର ଦର୍ପ କଲା ଚୁର କରେ ତୋଳିଲା ଗିରିବର ଶପଥ ଦିନ ବରସିଲା ଏହାର କରେ ଗିରି ଥିଲା ଗୋପୀଏ ଚାହିଁ ଏହା ମୁଖ ଖଣ୍ଡିଲେ ଜନ୍ମ ବନ୍ଧ ଦୁଃଖ ଯାଦବ ବଂଶ ଏ ରଖିବ ଅବନି ଭାରା ଉଶ୍ୱାସିବ ଦେଖ ଏ ରୋହିଣୀକୁ ମୋର କୋଟି କନ୍ଦର୍ପ ପଟାନ୍ତର ଆଗେ ହୋଇଲା ଗୋପେ ଜାତ ଏହାର ବଳ ଅପ୍ରମିତ ଯୁଦ୍ଧେ ପଳମ୍ବା ନାଶ କଲା ବର୍ଷାଧେନୁକା ସଂହାରିଲା ଏମନ୍ତ କହୁଁ କହୁଁ ଜନ ବାଜିଲା ବୀର ତୁର ମାନ ମାଲେ ଯେ ଥିଲେ ସଭା ତଳେ କୃଷ୍ଣର ନିକଟେ ମିଳିଲେ ଚାଣୁର ବୀର ଆଗ ହୋଇ ବୋଲଇ କୃଷ୍ଣ ମୁଖ ଚାହିଁ ତୁ ପରା ଥିଲୁ ନନ୍ଦ ଘରେ ରୋହିଣୀ ତନୟ ସଙ୍ଗରେ ତୁମ୍ଭେ ଯେ ରାମ ବନମାଳି ବୋଲାଓ ବାହୁ ଯୁଦ୍ଧେ ବଳି ରାଜା ତୁମ୍ଭର କଥା ଶୁଣି ଯୁଦ୍ଧର ପାଇଁ ଅଛି ଆଣି ଦେଖିବେ ଯୁଦ୍ଧ କଉତୁକ ରାଜା ଏ ଅଛନ୍ତି ଅନେକ ପ୍ରଜା ଏ ରାଜାଙ୍କୁ ମନାଇ ଭୋଗ କରନ୍ତି ସୁଖେ ମଇ ବସନ୍ତି ରାଜାର ସମୀପେ ବୋଲାନ୍ତି ଧନ୍ୟ ଇହ ଲୋକେ ରାଜାର ନୁହନ୍ତି ଯେ ପ୍ରିୟ ତାହାଙ୍କ ସୁଖ କାହିଁ କହ ତୁମ୍ଭେ ଯେ ଗୋପାଳଙ୍କ ମେଳେ
ଗୋରୁ ଚରାଉ ନଦୀ କୂଳେ ଦେହରେ ଘଷି ରଙ୍ଗ ମାଟି ଲଲାଟେ ଗୁଞ୍ଜରାର ପାଟି ଏକ ଆରେକ ବାହୁ ବଳେ ମାଲ ବିନ୍ଧାଣ କୁତୁହଳେ ବାଳକ କାଳ ହୁଁସା ତୁଛ ଏବେ ତ ପ୍ରତ୍ୟକ୍ଷ ଦିଶୁଛ ତେଣୁ ତୁମ୍ଭର ତୁଲେ ଆମ୍ଭେ ରାଜା ତ ଶିବାରଣ ରଙ୍ଗେ ଯେତେ ଅଛନ୍ତି ରାଜା ଗଣେ ଗ୍ରାମ ପାଟଣାପୁର ଜନେ ସକଳେ ହୋଇବେ ପ୍ରସନ୍ନ ତୋଷିବା କଂସ ରାଜା ମନ ମାଲଙ୍କ ହିଂସା ବୋଲ ଶୁଣି କହନ୍ତି ପ୍ରଭୁ ଚକ୍ର ପାଣି ଉଚିତ ବାଣୀ ଦେଶ କାଳ କହନ୍ତି ମଦନ ଗୋପାଳ ଯୁଦ୍ଧ ହିଁ ଇଚ୍ଛା ଆପଣାର କହନ୍ତି ମନୁଷ୍ୟ ବ୍ୟବହାର ଶୁଣ ଚାଣୁର ବୀରମଣି ଉଚିତ ପ୍ରସ୍ତାବ ତ ବାଣୀ ସ୍ୱଭାବେ ଆମ୍ଭେ ବଣ ଲୋକ ନ ଜାଣୁ ଆତ୍ମା ଦୁଃଖ ସୁଖ ଧନ ଗୋରସ ଦେଇ ଖଟୁ ରାଜା ଭଣଜା ଆମ୍ଭେ ଅଟୁ ଅଳପେ କର ଈଶଦୟ ମୋର ମଉଳା କଂସରାୟ ବାଳୁତ ପୁଅଙ୍କର ମେଳେ ଖେଳୁ କାନନ ନଦୀ କୂଳେ ନାନା ଭିଆଣେ ଖେଳ କରି ବନସ୍ତେ ଚରାଉ ବାଛୁରୀ ପୁଅଙ୍କ ଖେଳର ଉଚିତ ଆମ୍ଭର ଯୁଦ୍ଧ ସେହି ମତ ଏତ ନୁହଁ ଖେଳମୟ ତୁମ୍ଭେ ତ ପର୍ବତ ପରାୟ ତୁମ୍ଭର ପ୍ରାୟ ଯେବେ ହୋଇ ତେବେ ସେ ସଂଗ୍ରାମ ଯୋଗାଇ ବାଳକ ଆମ୍ଭେ ବାଳ ମେଳେ ଯୁଜିବୁ ରଙ୍ଗ କୁତୁହଳେ ତୁମ୍ଭର ତୁଲେ ଯୁଦ୍ଧ କାହିଁ ଏକଥା ଉଚିତ ନୁହଇ ଅଧର୍ମ ହୋଇବଟି ଭଲେ ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ ସଭାକୁ ହୋଇବ ଧିକାର ତା ଶୁଣି ହସଇ ଚାଣୁର ବୋଲଇ ପୁରୁଷ ବଚନ କରାଇ କଂସ ସାବଧାନ ତୁମ୍ଭେ ଯେ ବାଳକ ବୋଲାଅ କହିଲେ ଲଜ୍ଜାହୀନ ପାଅ ବାଳକୁ ମାର ନୁହଁ ଯୁବା ତୁମ୍ଭର ମହିମା କହିବା ଏ ଯେ ତୋହର ଜ୍ୟେଷ୍ଠ ରାମ ବଳେ ତା ନାହିଁ ସରିସମ ସହସ୍ରେ ମତ ଗଜ ଦେହା ବଳ ବହଇକୁ ବଳୟା ତାହାକୁ ଲୀଳାଏ ମାଇଲ ଇସିତେ ଦନ୍ତ ଉପାଡ଼ିଲ ରଜକ ଶିର ଛେଦି କରେ ଧନୁ ଭାଙ୍ଗିଲ ବାମ କରେ ତୁମ୍ଭ ମହିମା ସର୍ବଜନେ ଭଲେ ଜାଣନ୍ତି ତ୍ରିଭୁବନେ ଏମନ୍ତ ନ କହନା ଆର ମୁଷ୍ଟିକ ବୋଇଲାରେ ଧର ଅଧର କାମଡ଼ି ଚାଣୁର ବୋଇଲା ରାମକୁ ତୁ ଧର କୃଷ୍ଣର ସଙ୍ଗେ ଯୁଦ୍ଧ ମୋର ଏ ଯେ ବୋଲାଇ ବଳିୟାର ମୁଷ୍ଟିକ ରାମ ଆଗେ ରହି କୋପେ ଅଧର କାମୁଡ଼ଇ କହଇ ବିପ୍ର ଜଗନ୍ନାଥ ଚାଣୁର ଧରି ଗୋପୀନାଥ ମୁଷ୍ଟିକ ରାମଙ୍କୁ ଧଇଲା ସେଠାରେ ମନ ମୋର ରହିଲା ଦେଖିବ ଗୋବିନ୍ଦର ରଣ ସୁଜନେ ପଶିବା ଶରଣ ବାଳକ ସଙ୍ଗେ ଯୁଦ୍ଧ କରି ଦେଖନ୍ତି ପୁର ନର ନାରୀ इति श्रीमद्भागवते महापुराणे परमहास्यां संहितायां दशमस्कन्धे कुवलया पीडवधो नाम षट्चत्वारिंशोऽध्यायः।